ସକାଳୁ ସକାଳୁ ଯଦି ତରତରରେ ଥିବେ କ'ଣ କରିବେ ବୋଲି ନାସ୍ତା ଆପଣମାନେ ଭାବୁଥିବେ ତ ପିଲାମାନଙ୍କୁ କ'ଣ ଟିଫିନ୍ ଦେବେ ଭାବୁଥିବେ, ଏମିତି ନିଶ୍ଚୟ କରନ୍ତୁ। ବିନା ତେଲ କହିଲେ ଚଳେ, ପୁରା ଠୋପେ ତେଲରେ ଆମେ ଏ ନାସ୍ତାଟି ତିଆରି କରିପାରିବା। ପୁରା କମ୍ ସମୟରେ ଆମେ ତିଆରି କରିବା। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଆମେ କ'ଣ କରିବା, ଆମେ ତ ହେଲ୍ଦି ଜିନିଷଟି ତିଆରି କରିବାର ଅଛି ପିଲାମାନଙ୍କୁ ଦେବା ପାଇଁ। ତ ଆମେ କ'ଣ କରିବା, ଗାଜର ଆଉ ଶିମଲା ମିର୍ଚି ଆଉ ଏଠି ବିଲାତି, ଝୁଡ଼ଙ୍ଗ ଆଉ ଅଦା ଛେଚିକି ନେଇଛି, ଆଉ କଟା ପିଆଜ ନେଇଛି। ଆଉ କିଛି ଜିନିଷ ଆଧିରେ ପକାଇବାର ଅଛି, ଆଗକୁ ଦେଖିବେ। ଭିଡ଼ିଓକୁ ବିଲକୁଲ ବି ସ୍କିପ୍ କରନ୍ତୁନି, ଦେଖନ୍ତୁ। ପିଲାମାନେ ତ ବହୁତ ବଢ଼ିଆ ଖୁସିରେ ଖାଇବେ, ବଡ଼ମାନେ ବି ଖାଇବେ, ଚା ସହିତ ବି ଖାଇପାରିବେ। ଯେମିତି ଆପଣଙ୍କ ଇଚ୍ଛା ଆମେ ଖାଇପାରିବା ଆଉ ଅତି କମ୍ ସମୟରେ ଆକୁ ତିଆରି କରିଦେବା। ଦେଖନ୍ତୁ, ମୁଁ ସେ ବାଉଲକୁ ଓଜାଡ଼ି ନେଲି। କିଛି ଏଠି ଦେଖନ୍ତୁ କଞ୍ଚା ଲଙ୍କା କାଟିକି ଦେଲି, ଆଉ ଅଳ୍ପ ଟିକେ ଏଠି ଲୁଣ ଦେଇକି ଆକୁ ଗୋଳେଇ ଦେବା। ଗୋଳେଇକି ଆକୁ 5 ମିନିଟ୍ ଖଣ୍ଡେ ଘୋଡ଼େଇ ଦେବା, ଯେମିତି ଲୁଣ ତା ଦେହରେ ଭେଦିଯିବ, ନରମ ଟିକେ ବି ହେଇଯିବ ପରିବା ତକ। ଆଉ ଏଠି କୋବି ବି ପକାଇ ପାରିବେ, ବନ୍ଧାକୋବି ଅଳ୍ପ ଟିକେ କାଟିକି ଛୋଟ ଛୋଟ କରିକି ପକାଇ ପାରିବେ। ପିଲାମାନେ ପରିବା ଖାଉନାହାନ୍ତି ନା, ଏମିତି ତିଆରି କରିଦେଲେ ତାଙ୍କୁ ଜଣା ବି ପଡ଼ିବନି। ଆଉ ଏଠି ଦେଖନ୍ତୁ 5 ମିନିଟ୍ ହେଇଯାଇଛି, ଆକୁ ବାହାର କରୁଛି। ସକାଳର ଜଳଖିଆରେ ଅତି ସହଜରେ ଆମେ ଆକୁ ତିଆରି କରିପାରିବା। ତ ଏଠି ଦେଖନ୍ତୁ, ମୁଁ ଅଳ୍ପ ଟିକେ ଜୁଆଣି ନେଲି, ଅଳ୍ପ ଟିକେ ହଳଦୀ ନେଲି। ହଳଦୀ ପୁରା କମ୍ ନେବେ, ନହେଲେ ହଳଦିଆ ଲାଗିବ। ଆଉ ଏଠି ଆମେ ନେବା କିଛି ମସଲା। ଦେଖନ୍ତୁ, ମୁଁ ଏଠି କରି ମସଲା ନେଇଛି, ଆଉ କିଛି ବି ମସଲା ଦରକାର ନାହିଁ। ୟା ଦେହରେ ବେଶୀ ଗୁଡ଼ାକ ମସଲା ଜମା ବି ପକାଇବାନି। ତାପରେ ଏଠି ଅଟା ନେବା। ଅଟା ନେଲି ମୁଁ ଗୋଟେ ବାଉଲରେ, ଛୋଟ ବାଉଲରେ ଦେଖନ୍ତୁ, ଗୋଟେ ବାଉଲ ଆଉ 2 ଚାମଚ ଏଥିରେ ନେବା ବେସନ। ବେସନ ପକାଇଦେଲେ ତା'ର ଟେଷ୍ଟଟା ବଢ଼ିଆ ଆସିବ। ଆଉ ଅଟା ଯେଉଁ କରିବା ଆମେ ଆକୁ ଚକୁଳି ଭଳିଆ କରିବା ନା, ତ ଏତେ ନରମ ହେବନି। ବେସନଟା ଟିକେ ପକାଇଲେ ଟିକେ ଲାଗିବ, ତା'ର ଟିକେ ନରମଟା କାଟିଦେବ, ପୁଚପୁଚ ଆଉ ହେବନି। ତ ଏଇଠି ଆମେ ପାଣି ଦେବା। ଗୋଟେ ବାଉଲ ଏଥିରେ ପାଣି ଖାଇବ, ଆଉ ଗୋଟେ ବାଉଲର ଅଧାରୁ ଆଉ ଟିକେ ବେଶୀ ଖାଇବ। ତ ଦେଖିକି ଆପଣ ଯେତିକି ତିଆରି କରୁଥିବେ, ଯେତିକି ଅଟା ନେଇଥିବେ, ସେତିକି ପାଣି ଖାଇବ। ତ ସବୁ ଜିନିଷ ଆମେ ଆମ କ୍ୱାଣ୍ଟିଟିକୁ ନେଇକି, ଯେତିକି ଅଟାକୁ ନେଇକି ଆମେ ପକାଇବା। ପରିବା ବି ଆଉ ପକାଇ ପାରିବା, ଆଉ ଯଦି ଅଟା ପକାଇବା ତ ଆଉ ଏମିତି ଅଳ୍ପ ଅଳ୍ପ କରିକି ପାଣି ଦେଇକି ଏମିତି ହିଁ ଗୋଳେଇବା। ଏକାଥରେ ସବୁ ପାଣି ଦେଇକି ଗୋଳେଇ ଦେଲେ ପାଣିଆ ହେବ କି କ'ଣ ହେବ ଜାଣିପାରିବାନି। ତ ଏମିତି ହିଁ କାଠୁଆ ରଖିଥିବା, ସେଇଥିରେ ଆମେ କ'ଣ କରିବା, ଆଳୁ ସିଝା ରଖିଛି। ଦେଖନ୍ତୁ, ଗୋଟେ ଆଳୁ ସିଝାକୁ ତାକୁ ଏମିତି ଗ୍ରେଟ୍ କରିଦେଲେ ବଢ଼ିଆ ଭାବରେ ପୁରା ପାଲିସିଯିବ, ଆଉ ଚକଟିବାକୁ ପଡ଼ିବନି। ହାତରେ ଯଦି ଚକଟିବା ନା, ଆମେ ଟିକେ ଟିକେ ବିଣ୍ଡା ରହିବ, ସେଥିପାଇଁ ମୁଁ ଏଇ ଗ୍ରେଟରରେ ପୁରା ଏମିତି କରିଦେଲି ଯେ ଦେଖନ୍ତୁ, ପୁରା ବଢ଼ିଆ ଭାବରେ ପାଲିସି ହେଇକି ବାହାରି ଆସିଲା। ଆଳୁ ପକାଇଦେଲେ ତା'ର ଟେଷ୍ଟ ବି ହେବ, ଆଉ ବଢ଼ିଆ ନରମ ବି ହେବ। ଯେତେ ସମୟ ରଖିଲେ ବି ସେ କେବେ ବି ମାନେ ଶୁଖିଲା ଶୁଖିଲା ହେବନି, ଆଉ ପିଲାମାନଙ୍କର ଖାଇବାରେ ଭାରି ପସନ୍ଦ ଆସିବ। ଆଉ ଦେଖନ୍ତୁ, ଏଠି ଆଳୁ ପକାଇକି ଆଉ ଟିକେ ପାଣି ଦେଇକି ଗୋଳେଇବା। ଟିକେ ମାନେ ଦେଖିକିରି ପାଣି ଦେବା। ବେଶୀ ପାଣିଆ ଯଦି ହେଇଯିବ ନା, ଭଲ ହେବନି। ନରମ ନରମ ପୁରା ହେବ, ପିଠା ଛିଣ୍ଡିଯିବ। ସେଥିପାଇଁ ଆମେ ଅଳ୍ପ ଅଳ୍ପ ଟିକେ ପାଣି ଏମିତି ଦେଇକିରି ଗୋଳେଇବା। ରୁଟି କରିବାକୁ ଯଦି ଇଚ୍ଛା ନ ହୁଏ, ରୁଟି କରିବାକୁ ଭିଡ଼ ଲାଗେ, କିମ୍ବା ପିଲାମାନେ ଯେଉଁ ବାହାରେ ରହୁଛନ୍ତି, ପଢ଼ୁଛନ୍ତି, ସେମାନେ ଅଟା ଚକଟିକି ରୁଟି କରିପାରିବେନି, ତ ଏମିତି ଯଦି ଗୋଳେଇବେ, ଆଉ ସବୁ ପରିବା ହେଇ ଏଥିରେ ପଡ଼ିପାରିବ। ତ ଯଦି ବିନା ପିଆଜ ରସୁଣ କରିବାକୁ ଚାହୁଁଛନ୍ତି, ତାହେଲେ ପିଆଜ ରସୁଣକୁ ସ୍କିପ୍ କରିଦେବେ। ଖାଲି ଲଙ୍କା, ଅଦା ଆଉ ଧଣିଆ ପତ୍ର ଏସବୁ ଦେବେ। ଆଉ ଏଇଠି ଦେଖନ୍ତୁ, ବ୍ୟାଟରଟି ଏମିତି ରହିଲା। ତାପରେ ଆମେ ଦେବା ଲୁଣ। ଆଗରୁ ଟିକେ ପରିବାରେ ଅଳ୍ପ ଟିକେ ଲୁଣ ଦେଇଥିଲେ, ଆଉ ଟିକେ ଏଇ ବେସନକୁ ଦେଖି, ଅଟାକୁ ଦେଖିକି ଲୁଣ ଦେବା। ତାପରେ ଏଠି ଦେବା ମ୍ୟାଗି ମସଲା। ମୁଁ ଆଗରୁ ପକାଇଥିଲି କରି ମସଲା ଟିକେ, ତାପରେ ଏଠି ଦେବା ମ୍ୟାଗି ମସଲା। ଆଉ କିଛି ବେଶୀ ମସଲା ଦେବା ଦରକାର ନାହିଁ। ଏଇ ମ୍ୟାଗି ମସଲା ଭାରି ଟେଷ୍ଟ ଆସିବ, ପିଲାମାନେ ଖାଇବାକୁ ଭାରି ଭଲ ପାଇବେ। ଟିକେ ବିଣ୍ଡା ବିଣ୍ଡା ହେଇଯାଇଥିଲା, ତାପରେ ତାକୁ ମୁଁ ହାତରେ ଦେଖନ୍ତୁ ପୁରା ଚକଟି ଦେଲି, ସେ ପୁରା ଗୁଣ୍ଡ ହେଇଗଲା। ଆଉ ଏଥିରେ ଟିକେ ପାଣି ପକାଇଦେବା। ସେ ପୁରା ଅଳ୍ପ ଟିକେ ଦେଖନ୍ତୁ ପାଣି ପକାଇଦେଲି, କାରଣ ମିଶିବ ବୋଲି। ଆଉ ବ୍ୟାଟର ଏମିତି ରଖିବା, ବେଶୀ ଜମା ବି ତାକୁ ପାଣିଆ କରିବାନି, ଏମିତି ହିଁ ରହିବ। ଦେଖନ୍ତୁ, ୟାକୁ ତ ଘୋରେଇକି ରଖିଦେବା। ତାପରେ ଆମେ ଯିବା ଗ୍ୟାସ୍ ପାଖକୁ। ଏଠି ଦେଖନ୍ତୁ, ଟିକେ ନାକୁ ତେଲ ଦେଲି କଡ଼େଇରେ, ଆଉ କଟା ରସୁଣ କିଛି ଅଳ୍ପ ଆମେ ଭାଜିବା। ଠିକ୍ ବେଶୀ ବ୍ରାଉନ୍ କଲର୍ କରିବାନି, ଟିକେ ଟିକେ ଖାଲି ଭାଜିବା। ଆକୁ ନେଇକି ପିଠାରେ ପକାଇଦେବା, ଭାରି ବଢ଼ିଆ ଲାଗିବ ଖାଇବାକୁ। ଆଉ ଯଦି ରସୁଣ ପିଆଜ ନ ଖାଉଛନ୍ତି, ତାହେଲେ ରସୁଣକୁ ଏମିତି ଭାଜିକି ପକାଇବେନି, ଖାଲି ସେମିତି ହିଁ କରିବେ। ତ ଦେଖନ୍ତୁ, ତାକୁ ନେଇକି ସେଇଥିରେ ପକାଇଦେବା, ଭାରି ବଢ଼ିଆ ଲାଗିବ। ରସୁଣ ପିଆଜ କଞ୍ଚା ରହିଛି ଭଲ, କିନ୍ତୁ ରସୁଣଟା ଟିକେ ଭାଜିଦେଲେ ଭଲ ଲାଗିବ। ନହେଲେ ନ ଭାଜିଲେ ରସୁଣଟା ଯେମିତି ପାଟିକି କଞ୍ଚା ଭଳିଆ ଲାଗିବ। ତ ଟିକେ ଭାଜିଲେ ଭଲ ହେବ। ଆଉ ଲଙ୍କାଗୁଣ୍ଡ ଯଦି ପକାଇବାକୁ ଚାହୁଁଛନ୍ତି ପକାନ୍ତୁ, ନହେଲେ ଏମିତି କାଶ୍ମୀରୀ ଲଙ୍କାଗୁଣ୍ଡ ପକାନ୍ତୁ। ମୁଁ ଏଠି ଏସବୁ କିଛି ପକାଉନି।
ଯେଉଁ କଞ୍ଚା ଲଙ୍କା ପଡ଼ିଛି ନା ଭାରି ରାଗ ଲାଗିବ ପିଲାମାନଙ୍କୁ, ସେଥିପାଇଁ ତ ଘୋରେଇକି ରଖିଦେଲି 5 ମିନିଟ୍। ତାପରେ ମୁଁ ଦେଖନ୍ତୁ ବାହାର କରୁଛି, ବ୍ୟାଟରଟି ବଢ଼ିଆ ଭାବରେ ତିଆରି ହୋଇଯାଇଛି। ତାପରେ ମୋ ପାଖରେ ଧନିଆ ପତ୍ର ନଥିଲା, ମୁଁ ଭେସୁଙ୍ଗା ପତ୍ର ପକାଇ ଦେଉଛି। ଭେସୁଙ୍ଗା ପତ୍ର ବି ଭାରି ବଢ଼ିଆ ବାସ୍ନା ହେବ, ଭଲ ଟେଷ୍ଟ ଆସିବ। ତାପରେ ଯିବା ଗ୍ୟାସ୍ ପାଖକୁ। ଦେଖନ୍ତୁ ଏଠି ତାୱା ବସାଇ ନେଇଛି, ଟିକେ ନାଗୁରୁ ଖାଲି ତେଲ ପକାଉଛି। ଦେଖନ୍ତୁ ବିଲକୁଲ ବି ବେଶୀ ତେଲ ଦରକାର ନାହିଁ। ତାପରେ ସେ ବ୍ୟାଟରକୁ ନେଇକି ଏମିତି ରଖିବା, ବଢ଼ିଆ ହେବ। ଯେମିତି ଚକୁଳି ଦୋସା ବୁଲାଉଛନ୍ତି ସେମିତି ବୁଲାଇବା ଦରକାର ନାହିଁ, ଟିକେ ଟିକେ ଖାଲି ଏମିତି ହିଁ ତା ଡଙ୍କିରେ ବୁଲାଇ ଦେବେ, ନହେଲେ ଛୋଟ ଚାମଚରେ ତାକୁ ଏମିତି ସ୍ପ୍ରେଡ଼ କରିଦେବେ। ଦେଖନ୍ତୁ ମୁଁ ଏଠି ଚାମଚରେ ତାକୁ, ଡଙ୍କିଟା ଟିକେ ବଡ଼ ହେଲା ବୋଲି ଚାମଚରେ କରିଦେଲି, ସାଇଜ୍ ହେବ। ତ ଟିକେ ପତଳା ହେଲେ ଭଲ, ବେଶୀ ମୋଟା ହେଲେ ଭଲ ନୁହଁ। ଅଳ୍ପ ଟିକେ ପତଳା, ବେଶୀ ମୋଟା ନୁହଁ କି ବେଶୀ ପତଳା ନୁହଁ, ସେମିତି ହିଁ ତାକୁ କରିବା। ଆଉ ଏତିକି ବେଳେ ଗ୍ୟାସ୍ର ଫ୍ଲେମ୍ ଯେତେବେଳେ ହାଇ ହେଇଥିବ, ତା ପଛରେ ଯେମିତି ବ୍ୟାଟରଟା ଆମେ ପକାଇ ପାରିବା। ତାପରେ ଟିକେ ଲୋ ଟୁ ମିଡ଼ିୟମ୍ ରଖି ଘୋରେଇ ନେବା। ଘୋରେଇ ସାରିଲା ପରେ 5 ମିନିଟ୍ ପରେ ବାହାର କରୁଛି। ଲୋ ଟୁ ମିଡ଼ିୟମ୍ ରଖିଥିବା କିମ୍ବା ଲୋ ରଖିଥିବା, ବିଲକୁଲ ବି ପୋଡ଼ିବନି। ନଉଟେଇ ସାରିକି ଟିକେ ଆଉ ତେଲ ପକାଇଦେବା। ଆପଣ ଏଠି ଯାହା ପକାଇ ପାରିବେ, ଘିଅ ବି ପକାଇ ପାରିବେ, ଭାରି ବଢ଼ିଆ ଲାଗିବ। ବଟର ପକାଇ ପାରିବେ। ମୁଁ ଏଠି ସୋରିଷ ତେଲ ପକାଉଛି। ଆଉ ନଉଟେଇ ଦେଇକି ଆଉ 2 ମିନିଟ୍ ପର୍ଯ୍ୟନ୍ତ ଘୋରିଦେବି, ସେମିତି ଲୋ ଫ୍ଲେମ୍ରେ। ଆଉ ଏଇ ପିଠାଟା ନା ଲୋ ଫ୍ଲେମ୍ରେ ସେକି ତିଆରି କରିବେ, ଭାରି ଉପରଟା କ୍ରିସ୍ପି ଭଳିଆ କୁରକୁର ଭଳିଆ ହେବ, ଆଉ ଭିତର ପୁରା ନରମ ହେବ। ଆଉ ଆକୁ ଟିକେ ଥଣ୍ଡା ହେଲେ ଖାଇବେ। ଆଉ ଦେଖନ୍ତୁ ଏଠି କେତେ ସୁନ୍ଦର ଦେଖାଯାଉଛି, ବଢ଼ିଆ ବି ହେଇଛି, ହେଲ୍ଦି ବି ଅଛି। ପିଲାମାନଙ୍କ ପାଇଁ ଅତି ସହଜରେ ଅତି କମ୍ ସମୟରେ ଆମେ এই ପିଠାକୁ ତିଆରି କରିପାରିବା। ଆଉ ଦେଖନ୍ତୁ ଏମିତି ହିଁ ହେଇଥିବ, ଆମେ ବାହାର କରିବା। ଆଉ ବେଶୀ ଲାଲ କରିବାନି। ତ ଯଦି ରଖିକିରି ପୁରା କମ୍ ଜାଳରେ କରିବା, ତାହେଲେ ବଢ଼ିଆ ଭାବରେ ହେବ, ନହେଲେ ପୋଡ଼ିଲେ ଭଲ ଲାଗିବନି। ଆଉ ଗୋଟେ ବି ପିଠା ଏଠି ପକାଇ ଦେଉଛି, ଦେଖନ୍ତୁ। ଆଉ ଗ୍ୟାସ୍ର ଫ୍ଲେମ୍କୁ ସେମିତି ଲୋ ରଖିବେ, ବିଲକୁଲ ବି ହାଇ କରିବେନି। ତଳ ଯଦି ପୋଡ଼ିଲା ଭଳିଆ ହେବ ନା, ଉପରଟା ପୋଡ଼ାଳିଆ ହେବ, ଆଉ ଭିତର ପୁରା ପଚପଚ ହେବ, ଭଲ ଲାଗିବନି। କିନ୍ତୁ ପରିବା ସିଝିଯିବ, ହେଲେ ପଚପଚ ଭଳିଆ ହେବ, କାରଣ ଅଟାଟା ପଡ଼ିଛି। ଆପଣ ଚାହିଁଲେ ଏଥିରେ ବଟର ହେଉ ତେଲ ହେଉ ପକାଇଦେବେ, ବ୍ରସ୍ରେ ମାରିଦେବେ, ଭାରି ବଢ଼ିଆ ହେବ। ନହେଲେ ଏଠି ବି ଦେଖନ୍ତୁ କିଛି ବି ତେଲ ବେଶୀ ଦରକାର ନାହିଁ, ଗୋଟେ ଠୋପା ତେଲରେ କେମିତି ହେଇଗଲା ନା, କେତେ ସୁନ୍ଦର ଭାବରେ। ତ ମୁଁ ଏଇଠି ପୁଣି ଆଉଥରେ କହିଦେଉଛି, ବ୍ୟାଟରକୁ ବିଲକୁଲ ବି ପାଣିଆ କରିବେନି। ପାଣିଆ କଲେ ବିଲକୁଲ ବି ପିଠା ଉଠିବନି, ଭାଙ୍ଗିଯିବ। ମୁଁ ଯେମିତି ବ୍ୟାଟର ତିଆରି କରିଛି ସେଇଭଳି କନସିଷ୍ଟେନ୍ସିରେ ତିଆରି କରିବେ। ପିଠାକୁ ନଉଟେଇ ସାରିକି ତାପରେ ଏମିତି 2 ପଟ 2 ଥର 3 ଥର ଏମିତି ନଉଟେଇବେ। ପିଠା ଖରିକାରେ ଟିକେ ଟିକେ ମାଡ଼ି ଦେଲେ ଭାରି ବଢ଼ିଆ ଭାବରେ ସେକି ହେଇଯିବ। ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଆ ସହିତ ଗୋଟେ ଚଟଣି ବି ମୁଁ ତିଆରି କରିଛି, ସେ ଚଟଣି ସହିତ ଖାଆନ୍ତୁ, କିମ୍ବା ପିଲାମାନଙ୍କୁ ଯଦି ଦେଉଛନ୍ତି ତ ଟମାଟୋ ସସ୍ରେ ଦେଇପାରିବେ, ଭାରି ବଢ଼ିଆ ଲାଗିବ। ଦର୍ଶକ ବନ୍ଧୁ, ଆଜିର ରେସିପି ଯଦି ପସନ୍ଦ ଆସିଛି ନିଶ୍ଚୟ ଗୋଟେ ଲାଇକ୍ ଦିଅନ୍ତୁ। ଲାଇକ୍ରେ ବିଲକୁଲ ବି ପଇସା ଲାଗିବନି କିମ୍ବା ସମୟ ବି ଲାଗିବନି। ରହୁଛି, ଜୟ ଜଗନ୍ନାଥ।